তো দর্শক বন্ধু যুক্ত দুই পরীক্ষা ফল তৃতীয় সপ্তাহে অর্থাৎ প্লস টুর মার্ক এবে দেখেব তৃতীয় সপ্তাহ দিন বাহার তো কুহযাচ্ছে যে আর্টস সাইন্স কমর্স একা বেড়ে রেজল্ট বাহার তো কଣ রয়েছে তাপরে লাটেস্ট অপডেট চালু মু আপনার এই ভিডিওরে জনাইদেবি এণুকরি ভিডিওটি আপনার শেষ পর্যন্ত দেখুন তো দর্শক বন্ধু ওড়িশা উচ্চ মাধ্যমিক শিক্ষা পরিষদ সিএচএসি দ্বারা পরিচালিত যুক্ত দুই পরীক্ষা ফল চলিত মাস 6 তারিখে প্রকাশ পাইব বলে শনিবার এক গুজব সৃষ্টি হয়েছিল কিন্তু তেবে সিএচএসি পক্ষর নিয়ন্ত্রক ডক্টর প্রশান্ত পরিড়া এনে স্পষ্টীকরণ করে যে କହିଛନ୍ତି সেমিতি কিছু রেজল্ট বাহার नहीं কুহযাଏ ନାହିଁ কিন্তু ଏହାକୁ ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ଧ୍ୟାନ ଦିଅନ୍ତୁ ନାହିଁ ବୋଲି ସେ କହିଥିଲେ। ମେ ମାସ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ଦେଇଛନ୍ତି। ତେବେ ଯୁକ୍ତ ଦୁଇ ପରୀକ୍ଷା ସମାପ୍ତ ହେବାର 45 ଦିନ ମଧ୍ୟରେ ପରୀକ୍ଷା ଫଳ ବାହାରିବା ନେଇ ସ୍ଥିର ହୋଇଥିଲା। ତ ଏ ନେଇ ପ୍ରକାଶ ପାଇବା ନେଇ ପରିଷଦ ସ୍ଥିର କରିଛି ମାତ୍ର ଖରା କାରଣରୁ ଖାତା ଦେଖାରେ କିଛି ମାତ୍ର ବିଳମ୍ବ ହୋଇଛି କାରଣ ଖରା ହେବା ଟାଇମ୍ରେ ସମସ୍ତ ସରକାରୀ ବେସରକାରୀ ସବୁ ବିଦ୍ୟାଳୟ ସବୁ ଛୁଟି ଅଛି ତେଣୁକରି ଯେ ଖାତା ଦେଖିବାରେ ସେଠାରେ ଲେଟ୍ ହେଉଛି। ତ ସେ କହିଛନ୍ତି ଶୁଣୁଥାଉ ଫେବୃଆରୀ 18 ମାର୍ଚ୍ଚ 27 ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଫଳ ଅନୁଷ୍ଠିତ ହୋଇଥିଲା ଯାହାକି 1276ଟି ସେଣ୍ଟରରେ ଏହି ପରୀକ୍ଷା ହୋଇଥିଲା ଏବଂ ଏହି ପରୀକ୍ଷାରେ 3,93,618 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ତ କହିବା ଏହି ପରୀକ୍ଷାର ବୋର୍ଡ଼ ପରୀକ୍ଷା ସିଏଚଏସି ପରୀକ୍ଷାରୁ କିଛି ଲାଟେଷ୍ଟ ଅପଡେଟ୍ ଆସିଛି ଯେ କି ସେ କହିଛନ୍ତି ଯେ ଏହି ମେ ମାସ ତୃତୀୟ ସପ୍ତାହ ଅର୍ଥାତ୍ 15 ତାରିଖ କିମ୍ବା ତାପରେ ଏହି ପ୍ଲସ୍ ଟୁର ରେଜଲ୍ଟ ବାହାରିବ ବୋଲି ସରକାର ଘୋଷଣା କରିଛନ୍ତି। ତ ଆପଣ ଯଦି ଜାଣିବାକୁ ଚାହୁଁଛନ୍ତି ଏହି ପ୍ଲସ୍ ଟୁ ରେଜଲ୍ଟ ଆପଣ କେମିତି ଦେଖିବେ ସର୍ବପ୍ରଥମେ ନିଜ ମୋବାଇଲ ସାହାଯ୍ୟରେ ତାହେଲେ ମୁଁ ଆପଣଙ୍କ ପାଇଁ ନେକ୍ସଟ ଭିଡ଼ିଓ କରି ଆଣିବି। ତେଣୁକରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ କରି ରଖିଥାନ୍ତୁ ଲାଟେଷ୍ଟ ନ୍ୟୁଜ୍ ଅପଡେଟ୍ ଆପଣ ସର୍ବପ୍ରଥମେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ତ ଦର୍ଶକ ବନ୍ଧୁ ରହିଲି ଧନ୍ୟବାଦ।